ଆମେ ସାଇଲେନ୍ସ କରି ଆରମ୍ଭ କରିବା। ସାଇଲେନ୍ସ ମା। ମା। ଆମେ ପଢୁଛନ୍ତି ଦିବ୍ୟ ସମାଚାର ଶ୍ରୀମା ଶ୍ରୀଜନଙ୍କ ସହିତ ଘଟିତ 247 ସତ୍ୟ କାହାଣୀ ଉପରେ ଆଧାରିତ ବହିଟି। ମୂଳ ରଚନା ଶ୍ୟାମ କୁମାରୀ। ସେ ଅନେକଙ୍କ ପାଖରୁ ସଂଗ୍ରହ କରିଛନ୍ତି ଏହି କାହାଣୀ ଗୁଡ଼ିକ। ଯୋଉମାନଙ୍କ ଠାରୁ ଗ୍ରହଣ କରିଛନ୍ତି ସେମାନେ ତାଙ୍କର ନିଜ ଅଙ୍ଗେ ନିଭା କଥା ଗୁଡ଼ିକ କହିଛନ୍ତି। ଓଡ଼ିଆ ରୂପାନ୍ତର କରିଛନ୍ତି ଧ୍ରୁବଚରଣ ହୋତା। ଆଜି ପଢିବା ଅତି ଆଗ୍ରହ। ଅତି ଆଗ୍ରହ। ପି ନାମକ ଜନୈକ ସାଧିକା ଦିନେ ପ୍ରାତଃ ପ୍ରଣାମ ଦର୍ଶନକୁ ଯାଇପାରିଲେ ନାହିଁ। ତାଙ୍କୁ ଖୁବ୍ ଜ୍ୱର ହୋଇଥାଏ। ଶହ ଶହ ଭକ୍ତ ସାଧକ ସାଧିକା ଶ୍ରୀମାଙ୍କୁ ଆସି ପ୍ରଣାମ କରୁଛନ୍ତି। କିଏ ଜଣେ ଏତେ ଲୋକଙ୍କ ମଧ୍ୟରେ ଅନୁପସ୍ଥିତ ରହିଯାଇଛି, କିଏ ବା ତାହା ଲକ୍ଷ୍ୟ କରିବ? ମାତ୍ର କିଛି ଟିକିଏ ହେଲେ ଶ୍ରୀମାଙ୍କ ଦୃଷ୍ଟିରୁ କେବେ ହେଲେ ବାଦ୍ ଯାଏ ନାହିଁ, ଯେଉଁଥିରେ ତାଙ୍କର ପିଲାମାନଙ୍କର ମଙ୍ଗଳ ହେବ। ଶ୍ରୀମା ପିଙ୍କର ଅନୁପସ୍ଥିତି ଲକ୍ଷ୍ୟ କରିଥିଲେ ଓ ସହସା ତାଙ୍କ ଘରକୁ ଜଣକୁ ପଠାଯାଇଥିଲା ଓ କେଉଁ କାରଣରୁ ପି ପ୍ରଣାମ ପାଇଁ ଆସିବାକୁ ସମର୍ଥ ହୋଇ ନ ପାରିଲେ ତାହା ବୁଝି ଆସିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଥିଲା। ଠିକ୍ ଯେତେବେଳେ ବାର୍ତ୍ତାବହକ ଯାଇ ପିଙ୍କର ଘରେ ପହଞ୍ଚିଲେ ଓ ମାଙ୍କର ଅତି ଆଗ୍ରହପୂର୍ଣ୍ଣ ଅନୁସନ୍ଧାନ ସମ୍ବନ୍ଧରେ ତାଙ୍କୁ ଅବଗତ କରାଗଲା ମାତ୍ରେ ସହସା ତାଙ୍କର ଜ୍ୱର କେଉଁଆଡ଼େ ଉଭେଇଗଲା। ଏଠି ଦେଖନ୍ତୁ ଦିଟା କଥା ଘଟଣା ଘଟିଛି। ଗୋଟେ କଥା ହେଲା ଶହ ଶହ ଭକ୍ତ ସାଧକ ସାଧିକା ଆସୁଛନ୍ତି, ଭକ୍ତ ଆସୁଛନ୍ତି, ସାଧକ ସାଧିକା ଆସୁଛନ୍ତି, ସମସ୍ତେ ପ୍ରଣାମ କରି ଯାଉଛନ୍ତି। ତା ଭିତରେ କିଏ ଜଣେ ଆସିନାହିଁ, ତାହା ମାଙ୍କ ଆଖିରୁ ଅଲଗା ହେଇଯାଇନାହିଁ ବା ମାଙ୍କ ବିସ୍ମୃତ ହୋଇନାହିଁ। ମା ମନେ ରଖିଛନ୍ତି ଯେ କିଏ ଜଣେ ଆସିନାହିଁ। ତେଣୁ ତାପରେ ଖବର ପଠାଉଛନ୍ତି ଯେ ଯାଇକି ବୁଝିକି ଆସ ତାଙ୍କର କଣ ହୋଇଛି, କଣ ପାଇଁ ସେ ଆସିପାରୁନାହାନ୍ତି। ତାଙ୍କୁ ସେତେବେଳେ ପ୍ରବଳ ଜ୍ୱର ହେଇଛି। କିନ୍ତୁ ଲାଷ୍ଟ ଲାଇନ ଟା ଦେଖନ୍ତୁ, ବଡ ଗୁରୁତ୍ୱପୂର୍ଣ୍ଣ, ଆମ ପାଇଁ ଆଗ୍ରହପୂର୍ଣ୍ଣ କଥା ମଧ୍ୟ। ଯେତେବେଳେ ସେ ଯାଇକି ମାଙ୍କର ବାର୍ତ୍ତା ତାଙ୍କ ପାଖରେ ପହଞ୍ଚଉଛନ୍ତି ଯେ ମା ଖୋଜୁଥିଲେ ତୁମେ କାହିଁକି ଆସିନାହଁ ବୋଲି, ତା ପର ମୁହୂର୍ତ୍ତରେ ସେଇ ଖବରଟି ପାଇ ସାରିଲା ପରେ ସହସା ତାଙ୍କର ଜ୍ୱର କେଉଁଆଡେ ଉଭେଇଗଲା। ମା ଯେତେବେଳେ ଯାହାକୁ ପଠଉଛନ୍ତି ବା ଯାହା କଥା ବିଷୟରେ ବୁଝୁଛନ୍ତି, କେମିତି ତାଙ୍କ ସହିତ ତାଙ୍କର ଶକ୍ତି ବି ଯାଉଛି ଏବଂ ତାଙ୍କ ଶକ୍ତି ଫଳରେ କେମିତି କାର୍ଯ୍ୟ ହୁଏ, ତାର ଏକ ନମୁନା। କିନ୍ତୁ ବେଳେ ବେଳେ ଅନେକ ଲୋକଙ୍କ ଭିତରେ ପ୍ରଶ୍ନ ଉଠେ, ସମସ୍ତଙ୍କ କ୍ଷେତ୍ରରେ କାହିଁକି ଏହା ଘଟେ ନାହିଁ? ଦେଖନ୍ତୁ ଏଠି କୌଣସି ମେଡିସିନ ଖାଇନାହାନ୍ତି, କୌଣସି ପ୍ରକାର କିଛି କରାଯାଇ ନାହିଁ ବା ଏଇଟା ଗୁଣି ଗାରେଡି କଥା ବି ନୁହଁ। ଇଏ ହଉଛି ଦିବ୍ୟ ଶକ୍ତିର ପ୍ରଭାବ। କିନ୍ତୁ ଦିବ୍ୟ ଶକ୍ତିର ପ୍ରଭାବ କାହା ଉପରେ ପଡିବ ନା ଯେତେବେଳେ ଆଧାର ପ୍ରସ୍ତୁତ ଥିବ। ଆଧାର ଯଦି ପ୍ରସ୍ତୁତ ନଥିବ, ତେବେ ସେ ଶକ୍ତିର ପ୍ରଭାବକୁ ସ୍ୱୀକାର କରେ ନାହିଁ। ଯେତେବେଳେ ସ୍ୱୀକାର କରେ ନାହିଁ, ତେଣୁ ତା ଉପରେ ସେ ଗ୍ରହଣ କରିପାରେନି, ତେଣୁ ତା ଉପରେ କାର୍ଯ୍ୟ କରେନି। ଆମେ ଯେମିତି କଥାରେ କୁହନ୍ତି, ବର୍ଷାକୁ ଚାରିଆଡେ ବର୍ଷା ହଉଛି, ବର୍ଷାରେ ଆମେ ଭିଜୁଛନ୍ତି, ଗୋଟେ ପାତ୍ର ଧରିଛନ୍ତି, କିନ୍ତୁ ସେ ପାତ୍ରରେ ପାଣି ଆଦୌ ରହୁନାହିଁ। ତାର ଯଦି କାରଣ ଦେଖିବେ, କାରଣ କଣ ହେଇଗଲା ନା ପାତ୍ରଟି ଆପଣ ଓଲଟା ଧରିଛନ୍ତି, ତାମାନେ ଆପଣ ତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ବର୍ଷା ହଉଛି, ଆପଣ ଟୋଟାଲି ବର୍ଷାକୁ ହିଁ ଯାଉନାହାନ୍ତି, ଘର ଭିତରେ ପଶୁଛନ୍ତି କବାଟ ଦେଇକି, ଆପଣ ସ୍ୱୀକାର କରୁନାହାନ୍ତି, ଗ୍ରହଣ କରୁନାହାନ୍ତି, ତେବେ କେମିତି ବର୍ଷା ପାଣି ଆପଣଙ୍କ ପାତ୍ରରେ ରହିବ? ତେଣୁ ଆପଣଙ୍କୁ ଆଧାର ପ୍ରସ୍ତୁତ କରିବାକୁ ପଡିବ। ସେଇଥିପାଇଁ ଅନେକ ସମୟରେ କୁହାଯାଏ, ଭଗବାନଙ୍କ ପାଖରେ ତୁମର ଅଳିକୁ ନିବେଦନ କରିବାକୁ ପଡିବ, କିନ୍ତୁ ସିଏ ଯାହା ଦେବେ ତାହାକୁ ସାଦରେ ଗ୍ରହଣ କରିବା ପାଇଁ ତୁମ ଭିତରେ ଏକ ସମ୍ମତି, ଏକ ସ୍ୱୀକୃତି, ଏକ ଗ୍ରହଣଶୀଳତା, ଏକ ନମନୀୟତା ଥିବା ଦରକାର ଏବଂ ସେଥିପାଇଁ ନିଜକୁ ପ୍ରସ୍ତୁତ ମଧ୍ୟ କରିବା ଦରକାର। ସେ ଯାହା ଦେବେ ତାକୁ ତୁମେ କିପରି ଗ୍ରହଣ କରିବ, ନହେଲେ ଭିନ୍ନ ଭିନ୍ନ ଅର୍ଥରେ
ଭିନ୍ନ ଭିନ୍ନ ଭାବରେ ଆମେ କେବଳ ଦୋଷ ଦଉ। ଆଉ ଗୋଟେ ଘଟଣା, ପେପର କ୍ଲିପ। ଆଶ୍ରମର ଗୋଟିଏ ବିଭାଗରେ ପ୍ରତ୍ୟେକ ଦିନ ଯାହା ବିକ୍ରୟ ହୁଏ ସମସ୍ତ ଟଙ୍କା ଶ୍ରୀମାଙ୍କ ନିକଟରେ ନିବେଦନ କରିଦିଅନ୍ତି। କିନ୍ତୁ ଦେଖାଗଲା ଯେ ଦିନେ ଦିନେ କିଛି ବିକ୍ରି ହେଉନାହିଁ। ଏଣୁ ସେମାନେ ସ୍ଥିର କଲେ ପ୍ରତ୍ୟେକ ଦିନ 101 ଟଙ୍କା ଶ୍ରୀମାଙ୍କ ନିକଟରେ ନିୟମିତ ଭାବରେ ନିବେଦନ କରିବେ। ସେମାନେ ପ୍ରତ୍ୟେକ ଦିନ ଦୁଇଟି ତାଜା ବ୍ୟାଙ୍କ ନୋଟ, ଗୋଟିଏ 100 ଟଙ୍କିଆ ଆଉ ଗୋଟିଏ 1 ଟଙ୍କିଆ ନୋଟ ଉପରେ ଦୁଇଟି ପେପର କ୍ଲିପ୍ ଲଗାଇ ବିକ୍ରି ଲେଜର ଖାତାରେ ଚଢ଼ାଇ ଠିକ୍ ସେହି ପୃଷ୍ଠାରେ ରଖି ଶ୍ରୀମାଙ୍କର ଦସ୍ତଖତ ନିମନ୍ତେ କିଛି ଖାଲି ସ୍ଥାନ ଛାଡ଼ି ଖାତାରେ ଗୋଟିଏ ବୁକମାର୍କ ଅର୍ଥାତ୍ ଚିହ୍ନ ଲଗାଇ ଶ୍ରୀମାଙ୍କ ନିକଟକୁ ପଠାଇ ଦିଅନ୍ତି। ଉଦ୍ଦେଶ୍ୟ ହେଲା ଖୁବ୍ ସହଜରେ ଶ୍ରୀମା ଦେଖିପାରିବେ ଓ ଦସ୍ତଖତ କରିବାକୁ ମାଙ୍କୁ ବିଶେଷ ସୁବିଧା ହେବ। ତାମାନେ କୋଉ ଜାଗାରେ ମା ଦେଖିବେ ସେ ଜାଗାରେ ଗୋଟେ ଚିହ୍ନ ଦେଇ ଦିଅନ୍ତି, ଯଦ୍ୱାରା ଖାତାଟା ଗଲା ମା ସାଙ୍ଗେ ସାଙ୍ଗେ ଓଲଟେଇ ଦେବେ, ସେଇ ପେଜଟା ବାହାରିବ। ଏବଂ ପେପର କ୍ଲିପ୍ ଲଗେଇ ଦେଇଥାନ୍ତି ଯଦ୍ୱାରା ଟଙ୍କାଟି ଅନ୍ୟ ସ୍ଥାନାନ୍ତରିତ ନ ହେଇଯିବ ଇତ୍ୟାଦି। କିଛି ଦିନ ପରେ ସେମାନେ ଦେଖନ୍ତି ଶ୍ରୀମାଙ୍କର ଦସ୍ତଖତ ବଡ଼ରୁ ବଡ଼ ହେବାକୁ ଲାଗୁଛି। ଏଣୁ ସେମାନେ ଲେଖା ତଳେ ବେଶୀ ଖାଲି ସ୍ଥାନ ଛାଡ଼ନ୍ତି। ଯେତେ ବେଶୀ ଖାଲି ସ୍ଥାନ ଛଡ଼ାଯାଏ ଶ୍ରୀମାନଙ୍କ ଦସ୍ତଖତ ସେତେ ବଡ଼ ହେବାକୁ ଲାଗେ। ଆଉ ଗୋଟେ କଥା, ଯେଉଁ କାଗଜ କ୍ଲିପ୍ ସେଇ ଦୁଇଟି ନୋଟ୍ ଉପରେ ଲଗାଯାଇ ମାଙ୍କ ନିକଟକୁ ପ୍ରେରଣ କରାଯାଇଥାଏ ପ୍ରତ୍ୟେକ ଦିନ ସେ ଦୁଇଟି ମଧ୍ୟ ଖାତା ସଙ୍ଗରେ ଫେରିଆସେ। ସେମାନେ ବ୍ୟସ୍ତ ହୋଇ ଭାବନ୍ତି ମା କାହିଁକି ଦୁଇଟି ପେପର କ୍ଲିପ୍ ଫେରାଇ ଦେଉଛନ୍ତି। ସେହି ବିଭାଗର ମୁଖ୍ୟ ଦାୟିତ୍ୱରେ ଥିବା ସାଧକଙ୍କର ମନେ ହେଲା ଯେହେତୁ ପେପର କ୍ଲିପ୍ ଦୁଇଟି ମାଙ୍କୁ ନିବେଦନ କରାଯାଏ ନାହିଁ, ମା ସେଇ ଦୁଇଟିକୁ ଖୁବ୍ ଯତ୍ନର ସହ ଫେରସ୍ତ କରାଇ ଦେଉଛନ୍ତି। ବି ବଜାରକୁ ଯାଇ ଗୋଟିଏ ବାକ୍ସ ପେପର କ୍ଲିପ୍ କ୍ରୟ କରି ତାର ପରଦିନ ଶ୍ରୀମାଙ୍କ ନିକଟକୁ ଯାଇ ତାହାକୁ ନିବେଦନ ପୂର୍ବକ କହିଲେ, ହେ ମଧୁମୟୀ ମା, କ୍ଲିପ୍ ଗୁଡ଼ିକ ଆପଣଙ୍କ ପାଇଁ ନିବେଦିତ ହୋଇଛି। ବି କୁହନ୍ତି, ଶ୍ରୀମା ଖୁସିରେ ଚିତ୍କାର କରି ଉଠିଲେ, ଓହୋ, କ୍ଲିପ୍ ମୋ ପାଇଁ ନିବେଦିତ ହୋଇଛି। ବି କୁହନ୍ତି, ମାତ୍ର କ୍ଷୁଦ୍ର ଏକ ପେପର କ୍ଲିପ୍ ପାଇଁ ଶ୍ରୀମାଙ୍କର କି ଖୁସି ତା ନିଜ ଆଖିରେ ନ ଦେଖିଲେ ସେହି ମଧୁମୟ ପରିସ୍ଥିତିରେ ପରିବେଶ ଅନୁଭବ କରିବା ଓ ତାହାକୁ ବର୍ଣ୍ଣନା କରିବା ଖୁବ୍ କଷ୍ଟସାଧ୍ୟ ଓ ତାହାକୁ କେହି ବିଶ୍ୱାସ କରିପାରିବେ ନାହିଁ। ଯେତେବେଳେ ଏଠି ଗୋଟେ କଥା ଦେଖନ୍ତୁ, ମାଙ୍କୁ ଯାହା ନିବେଦିତ ହେଇଛି ମା ସେତିକି କେବଳ ଗ୍ରହଣ କରୁଛନ୍ତି, ଅନ୍ୟ ଗୁଡ଼ିକ ଫେରେଇ ଦଉଛନ୍ତି। ତେଣୁ ଏଇ କଥାଟିର ଶେଷୋକ୍ତି ଘଟଣାଟି ହେଉଛି ଏଇଭଳି। ଏଠି ଆଉ ଗୋଟେ କଥା, ଏବେ ରିସେଣ୍ଟଲି କିଛି ଦିନ ତଳେ ଗୋଟେ ଘଟଣା ଘଟିଛି। ଜଣଙ୍କ ଘରେ ତାଙ୍କର ପାଠଚକ୍ର ହେଉଛି, ନିର୍ଦ୍ଧୁମ ଖରାରେ, ମାନେ 3ଟାରୁ 4ଟା। ଏବେ ଯେଉଁଭଳି ଭାବରେ ବାହାରେ ଗୁଳୁଗୁଳି ଏବଂ ଖରା ଲାଗି ରହିଛି ଆମେ ଦେଖୁଛନ୍ତି, ଛାତ ଉପରେ ହେଉଛି। ତେଣୁ ସେ ମାଙ୍କୁ ନିବେଦନ କରି ଯାଉଛନ୍ତି ଯେ ମା ଦେଖ ଏତେ ଖରା ହେଇଛି, ପୁଣି ପାଠଚକ୍ର ପରେ ପରେ ନଭେମ୍ବର 24 ଦିନ ଥାଏ, ପାଠଚକ୍ର ପରେ ପରେ ଯେହେତୁ ମାର୍ଚ୍ଚ ପାଷ୍ଟ ଅଛି, ତେଣୁ ଆମକୁ ଶୀଘ୍ର ହିଁ ସାରିବାକୁ ପଡ଼ିବ। ତେଣୁ ଏ ଖରାରେ କରିବାକୁ ପଡ଼ିଲା। ମା ତୁମେ ଦାୟିତ୍ୱ ନିଅ ଯେପରି ଖରା ଯେମିତି ବେଶୀ ଅସହ୍ୟ ନ ହୁଏ, ଯାଦ୍ୱାରା ପାଠଚକ୍ର ଯିବା ପାଇଁ ଲୋକଙ୍କୁ କଷ୍ଟ ହେବ ଏବଂ ସେଠି ବସିବାକୁ କଷ୍ଟ ହେବ। ଏବଂ ଅନ୍ୟାନ୍ୟ ଯାହା ଯାହା ସବୁ କାମ ହେଇଥିଲା ସବୁଗୁଡ଼ିକୁ ସେ ମାଙ୍କ ପାଖରେ ସମର୍ପଣ କଲେ ଏବଂ ଗଲେ। ଏବଂ ପାଠଚକ୍ର ଆରମ୍ଭ ହବାର କିଛି ସମୟ ପୂର୍ବରୁ ପାଗ ବହୁତ କୋହଳ ହୋଇଗଲା ଏବଂ ଖରାର ତାପ କମିଗଲା, ପବନ ହେଲା। ଅନେକ ଭାବିଲେ ବୋଧେ କାଳବୈଶାଖୀ ଆସିଲା, କିନ୍ତୁ ପବନ ଏତେ ଜୋର ହେଲା ନାହିଁ ଯେ ତାଙ୍କୁ ହଇରାଣ ହେବ ବୋଲି। କିନ୍ତୁ ସେ ଗୋଟିଏ କଥା ତା ପରେ କହିଲେ, ସେଇ ପାଠଚକ୍ରରେ ଗୋଟେ ଘଟଣା ଘଟିଲା, ସାଉଣ୍ଡ ସିଷ୍ଟମ ପ୍ରୋବ୍ଲେମ ହେଲା। ତାଙ୍କ ସହିତ ଯେତେବେଳେ ଆଲୋଚନା ଚାଲିଥିଲା, ସେ କହିଲେ ମୁଁ ସବୁ କଥା ମାଙ୍କୁ କହିଥିଲି, ମୁଁ ଏଇଟା ଭୁଲି ଯାଇଥିଲି କହିବା ପାଇଁ, ଏ ସାଉଣ୍ଡ ସିଷ୍ଟମ କଥା। ବୋଧହୁଏ ସେଇଟା ଏମିତି ପ୍ରୋବ୍ଲେମ ରହିଗଲା। ବେଳେବେଳେ ଅନେକ ଜିନିଷ ଯେତେବେଳେ ଆମେ ଯୋଉଟାକୁ ନିବେଦିତ କରିଦଉ ବା ନିବେଦନ କରିଦଉ ମାଙ୍କ ପାଖରେ, ଦାୟିତ୍ୱ ହେଇଯାଏ ମାଙ୍କର।
ତେଣୁ ଆମ ଜୀବନର ସମସ୍ତ କାର୍ଯ୍ୟାବଳୀ ସମସ୍ତ ଦାୟିତ୍ୱ ଯଦି ତାଙ୍କ ଉପରେ ଆମେ ହସ୍ତାନ୍ତର କରିଦେଇ ପାରନ୍ତି, ତାହେଲେ ଆପଣ ଦେଖିବେ ତାଙ୍କ ଦାୟିତ୍ୱରେ ଜିନିଷଟା ଛଡା ହେଇଗଲେ ସିଏ ଯେହେତୁ ଅଧିକ ଆମଠାରୁ ବହୁତ ଅଧିକ ସବୁର ସିଏ ନିୟନ୍ତା, ତେଣୁ ସିଏ ଯୋଉଭଳି ଭାବରେ ଦାୟିତ୍ୱ ନେବେ ଆମେ ସେଭଳି ଦାୟିତ୍ୱ ନେବାର କାଣିଚାଏ ବି ତାର ସମକକ୍ଷ ହେଇପାରିବ ନାହିଁ। ତେଣୁ ଆମେ ଚେଷ୍ଟା କରିବା ତାଙ୍କ ପାଖରେ ପୂର୍ଣ୍ଣ ସମର୍ପିତ କରିଦେବା, ତାଙ୍କୁ ସବୁ ଦାୟିତ୍ୱ ଦେଇଦେବା ପାଇଁ। ଆଉ ଗୋଟେ ଘଟଣା, ଶେଷ ଦର୍ଶନ। ଥରେ ଟି ପଣ୍ଡିଚେରୀ ଆଶ୍ରମ ପରିଦର୍ଶନରେ ଆସିଥାନ୍ତି। ସେ ଶ୍ରୀମାଙ୍କୁ ପ୍ରଣାମ ନିବେଦନ କରିବା ପାଇଁ ଅନୁମତି ପ୍ରାର୍ଥନା କଲେ। ନଳିନୀ ଆବଶ୍ୟକୀୟ ଅନୁମତି ତାଙ୍କ ପାଇଁ ମାଙ୍କ ଠାରୁ ଆଣିଲେ। ପରଦିନ ଲାଇନ ଖୁବ୍ ଲମ୍ବା ହୋଇଥାଏ। ପ୍ରଣାମ ପାଇଁ ପ୍ରତ୍ୟେକ ଲୋକ ଯାଇ ହସ ହସ ମୁହଁରେ ଫେରି ଆସୁଥାନ୍ତି। ବିଚରା ଟିଙ୍କର ନାମ ଡକାଗଲା ନାହିଁ। ଶେଷ ପର୍ଯ୍ୟନ୍ତ ଅପେକ୍ଷା ପରେ ମଧ୍ୟ ତାଙ୍କ ପାଳି ପଡ଼ିଲା ନାହିଁ। ଚମ୍ପକଲାଲ ଦେଖନ୍ତି ତାଙ୍କ ନାମ ତାଲିକାଟାରେ ଆସିନାହିଁ। ସହସା ଚମ୍ପକ ଯାଇ ମାଙ୍କୁ ଜଣାଇଲେ ଓ କରୁଣାମୟୀ ମା ତାଙ୍କୁ ଆସିବାକୁ ଅନୁମତି ପ୍ରଦାନ କରିଥିଲେ। ଟି ମାଙ୍କ ଚରଣ ତଳେ ନିଜର କୃତଜ୍ଞତା ଜ୍ଞାପନ ପୂର୍ବକ ପ୍ରଣତି ନିବେଦନ କରୁଥିବା ସମୟରେ ଚମ୍ପକ ତାଙ୍କୁ ଉଠାଇ ଆଣିବାକୁ ଉଦ୍ୟତ ହେବା କ୍ଷଣି ମା ତାଙ୍କୁ ମନା କରିଦେଇଥିଲେ। ଅଧିକ ସମୟ ମାଙ୍କ ପାଖରେ ପ୍ରଣାମ କରି ଅଧିକ ସମୟ ଦେଲେ ମାଙ୍କର ବି ସମୟ ଅନ୍ୟ କାର୍ଯ୍ୟ ପାଇଁ ରହିଥାଏ। ତେଣୁ ଚମ୍ପକଲାଲ ଯାଉଛନ୍ତି ତାଙ୍କୁ ଉଠେଇ ଦେବା ପାଇଁ, ମା କିନ୍ତୁ ଚମ୍ପକଲାଲଙ୍କୁ ମନା କରୁଛନ୍ତି। ସେ ମାଙ୍କ ଚରଣ ତଳେ ସେଇଭଳି ଭାବରେ ପ୍ରଣାମ କରୁଛନ୍ତି। ଟି ହୃଦୟର ତୃପ୍ତି ଭରା ପ୍ରଣାମ ନିବେଦନ କରି ଅପାର କରୁଣା ଲାଭ କରିଥିଲେ। ଏହା ହିଁ ଥିଲା ତାଙ୍କର ଶ୍ରୀମାଙ୍କ ଚରଣ କମଳରେ ଶେଷ ପ୍ରଣାମ ନିବେଦନ। କାରଣ କିଛି ଦିନ ପରେ ଶ୍ରୀମା ଶରୀରତ୍ୟାଗ କରିଥିଲେ। ତାଙ୍କର ସାହାଯ୍ୟ ଓ ସୁରକ୍ଷା। ସାହାଯ୍ୟ ନିମନ୍ତେ ଆହ୍ୱାନ। ବହୁ ସମୟରେ ଗୋଟେ ଘଟଣା ଘଟିଥାଏ। ଶ୍ରୀମା ଆଶୀର୍ବାଦ ଦେଉଥିବା ସମୟରେ ହଠାତ୍ ମଝିରେ ମଝିରେ ସମାଧିତ ହୋଇଯାଆନ୍ତି ଓ ମାଙ୍କର ହସ୍ତ ଆଶୀର୍ବାଦ ନେଉଥିବା କାହାରି ନା କାହାରି ମସ୍ତକ ଉପରେ ରହିଥାଏ। ବେଳେବେଳେ ଏହା ଦୀର୍ଘ ସମୟ ଧରି ରହେ। ଏପରିକି ଘଣ୍ଟାକରୁ ଉର୍ଦ୍ଧ୍ୱ ସମୟ ମା ଧ୍ୟାନସ୍ଥ ହୋଇ ରୁହନ୍ତି। ମା ଭିତରୁ କାହାର ନା କାହାର ସାହାଯ୍ୟ ପାଇଁ ଆବେଦନ ପାଇଥାନ୍ତି ଏବଂ ନିଜର ସୂକ୍ଷ୍ମ ଶରୀରରେ ତାଙ୍କୁ ସହାୟତା କରିବା ନିମନ୍ତେ ଚାଲିଯାଆନ୍ତି। ଦ୍ୱିତୀୟ ବିଶ୍ୱ ମହାଯୁଦ୍ଧ ସମୟରେ ଏହିପରି ଏକ ଘଟଣା ପ୍ରାୟ ଘଟୁଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହିପରି ଘଟଣା ପ୍ରାୟ ଘଟୁଥାଏ। ଜଣା ହେଉ ବା ଅଜଣା ହେଉ ଏପରି ଆବାହନ ପାଇବା କ୍ଷଣି ମା ଆର୍ତ୍ତଙ୍କୁ ରକ୍ଷା କରିବା ପାଇଁ ଓ ସାହାଯ୍ୟ ପ୍ରଦାନ କରିବାକୁ ସହସା ବାହାରି ଯାଆନ୍ତି। ଜଣେ ଶିଷ୍ୟ ଥିଲେ, ତାଙ୍କର ନାମ ଜି। ତାଙ୍କର ଗୋଟିଏ କୌତୂହଳପୂର୍ଣ୍ଣ ଅଭ୍ୟାସ ଥାଏ। ସେ ଯେତେବେଳେ ମାଙ୍କର ଦର୍ଶନ ନିମନ୍ତେ ଯାଆନ୍ତି, ମାଙ୍କ ସମ୍ମୁଖରେ ଗୋଟିଏ ଗୋଡ଼ରେ ଠିଆ ହୋଇ ଅନ୍ୟ ଗୋଡ଼ଟିକୁ ଉପରକୁ ଉଠାଇଥାନ୍ତି। ସେଟା ତାଙ୍କର ଏକ ଅଭ୍ୟାସ। ଦିନେ ସେ ଶ୍ରୀମାଙ୍କ ସମ୍ମୁଖରେ ଠିକ୍ ସେହିପରି ଭଙ୍ଗୀରେ ଠିଆ ହୋଇ ଆଶୀର୍ବାଦ ଗ୍ରହଣ କରୁଛନ୍ତି ଓ ଶ୍ରୀମା ହସ୍ତଟି ତାଙ୍କ ମସ୍ତିଷ୍କ ଉପରେ ନ୍ୟସ୍ତ ଅଛି। ହଠାତ୍ ମା ଗଭୀର ସମାଧିତ ହୋଇପଡ଼ିଲେ। ମାନେ ସେ ଏକ ଗୋଟିକିଆ ହେଇ ଠିଆ ହୋଇକରି ମାଙ୍କୁ ପ୍ରଣାମ ନିବେଦନ କରନ୍ତି ଏବଂ ସେଇ ଦିନଟି ଘଟଣାଟି ହେଇଛି। ମା ତାଙ୍କ ମସ୍ତକରେ ଆଶୀର୍ବାଦ ଦଉଛନ୍ତି, ଏହି ସମୟରେ ମା ସମାଧିତ ହେଇଗଲେ। ଇଏ ଏକ ଗୋଟିକିଆ ହେଇ ଠିଆ ହେଇଛନ୍ତି। 10 ମିନିଟ୍ ଗୋଟିଏ ସ୍ଥାନରେ ଟିକେ ହଲଚଲ ନ ହୋଇ ଠିଆ ହେବା ତ ଖୁବ୍ କଷ୍ଟ କଥା। ଶ୍ରୀମାଙ୍କର ସମାଧିସ୍ଥ ଅବସ୍ଥା କାଳେ ଭଙ୍ଗ ହୋଇଯିବ, ଏହି ଭୟରେ ଜି ଟିକେ ମାତ୍ର ହଲଚଲ ହେଲେ ନାହିଁ। ମାଙ୍କର ସମାଧି ଭଙ୍ଗ ହୁଅନ୍ତେ, ଜିଙ୍କର ଏପରି ଅବସ୍ଥା ଦେଖି ମା ଖୁବ୍ ଖୁସିରେ ହସିଥିଲେ। ଜି ସହସା ପଚାରିଲେ, ହେ ମା, କାହିଁକି ଏପରି ହସୁଛ? ମା ଉତ୍ତର ଦେଇଥିଲେ, ତୁମର ଏପରି ଅବସ୍ଥା ଦେଖି ମାଙ୍କୁ ମାଙ୍କୁ ଜିଙ୍କର ଏହି ଢଙ୍ଗ ପୂର୍ବରୁ ମାଲୁମ ଥାଏ। ତାପରେ ସେ କହୁଛି, ହଁ ମା, ମୁଁ ଗୋଟିଏ ଗୋଡରେ ବନ୍ଦୀ ହୋଇ ରହିଗଲି। ପୁଣି ସେ ମାଙ୍କୁ ପଚାରିଥିଲେ, ହେ ମୋର ସ୍ନେହମୟୀ ଜନନୀ, କେଉଁ କାରଣରୁ ଆପଣ ହଠାତ୍ ସମାଧିତ ହୋଇପଡ଼ନ୍ତି? ଶ୍ରୀମାଙ୍କର ଉତ୍ତର ଥିଲା, କେହି ଜଣେ ମୋତେ ସାହାଯ୍ୟ ପାଇଁ ଆହ୍ୱାନ ଦିଅନ୍ତି।
ଯିଏ ଯେଉଁ ସ୍ଥାନରେ ଥାଉ ନା କାହିଁକି ମାଙ୍କୁ ଜାଣିଥାଉ ନ ଜାଣିଥାଉ, ଯିଏ ଯେଉଁଠି ଯେତେବେଳେ ଆବାହନ କରେ, ମା ଯେହେତୁ ନିଜେ ସ୍ୱୟଂ ଶରୀରରେ ଦିବ୍ୟ ଜନନୀ ସ୍ୱୟଂ ଶରୀରରେ ପୃଥିବୀ ପୃଷ୍ଠରେ ଥିଲେ, ତେଣୁ ଯିଏ ଯାହାଙ୍କୁ ବି ଆବାହନ କରୁନା କାହିଁକି ମା ସହସା ଯାଇ ତାଙ୍କ ପାଖରେ ପହଞ୍ଚନ୍ତି। ଏଠି ପଢୁ ପଢୁ ମନେ ପଡିଲା, ମହାଭାରତ ଯୁଦ୍ଧରେ ମଧ୍ୟ ଗୋଟେ ଘଟଣା ଘଟିଥିଲା। ଯୁଦ୍ଧ ଯେତେବେଳେ ଶେଷ ହେଇଛି, ଶ୍ରୀକୃଷ୍ଣ ଯୁଦ୍ଧ କ୍ଷେତ୍ରରେ ବୁଲୁଛନ୍ତି। କଣ ହେଲା ବୋଲି ତାଙ୍କ ପଛରେ ଅର୍ଜୁନ ଦୌଡିଛନ୍ତି। ଶ୍ରୀକୃଷ୍ଣ କୁଆଡେ ଯାଉଛନ୍ତି? ଶ୍ରୀକୃଷ୍ଣ ଗଲେ ଏବଂ ଯାଇ ହାତୀର ଏ ଯୋଉ ବେକରେ ଯୋଉ ଘଣ୍ଟିଟି ବନ୍ଧା ହେଇଥାଏ, ସେ ଘଣ୍ଟିଟି ଗୋଟେ ଜାଗାରେ ପଡିଥିଲା। ଶ୍ରୀକୃଷ୍ଣ ଯାଇ ସେ ଘଣ୍ଟିଟିକୁ ଉଠେଇ ଦେଇଛନ୍ତି। ବାସ୍ ଏତିକି, ସେଟା ଉଠେଇ ଦେଇକି ପଳେଇ ଆସିଲେ। ଅର୍ଜୁନ ଦୂରରୁ ଦେଖିଲେ, ଦୌଡ଼ିକି ଆସିଲେ ପାଖକୁ ଆଉ ଟିକେ, କହିଲେ ସଖା କଣ ତୁମେ କରୁଛନ୍ତି? ଦେଖିଲା ବେଳକୁ ସେଠି ସେଇ ଘଣ୍ଟିଟି ତଳେ ଚଢେଇଟିଏ ସୁରକ୍ଷିତ ଅବସ୍ଥାରେ ଥିଲା। ତାକୁ କେବଳ ଘଣ୍ଟିଟି କାଢିଦେଲେ, ସେ ମୁକ୍ତ ହେଇଗଲା। ଅର୍ଜୁନ ପଚାରିଲେ ତମେ କେମିତି ଜାଣିଲ? ସଖା କହୁଛନ୍ତି ଯେତେବେଳେ ଯୁଦ୍ଧ ଚାଲିଥିଲା, ସେହି ସମୟରେ ହଠାତ୍ ଚଢେଇଟି ସେଇ ଅବସ୍ଥାରେ ତଳେ ପଡିଯାଇଛି। ସେ ଉଠି ପାରୁନି, ଉଡି ପାରୁନି। ତେଣୁ ସେ ତ ଆର୍ତ୍ତନାଦ କରି ଆବାହନ କରିଛି ମୋର ସୁରକ୍ଷା ଦରକାର ବୋଲି। ସେହି ସମୟରେ ତେଣୁ ହାତୀର ଘଣ୍ଟିଟିକୁ ଛିଣ୍ଡେଇ ଦିଆଯାଇଛି। ଶ୍ରୀକୃଷ୍ଣ ବ୍ୟବସ୍ଥା କରିଛନ୍ତି କଣ କେମିତି ଘଣ୍ଟିଟା ଛିଣ୍ଡିବ, ଆଉ କଣ ଅଛି। ଛିଣ୍ଡିଲା ଏବଂ ତା ତଳେ ସେ ରହିଗଲା ଏବଂ ଯୁଦ୍ଧ ଶେଷରେ ସେ ରକ୍ଷା କରି। ଏଇଟା ଗୋଟିଏ ଘଟଣା। ଏଇଭଳି ସମଗ୍ର ଘଟଣା ଆପଣ ଦେଖିବେ। ଆପଣ ଦାର୍ଢ୍ୟତା ଭକ୍ତି ପଢନ୍ତୁ, ଭକ୍ତି ବିଭୂଷିତା ନାରୀ ରତ୍ନ ପଢନ୍ତୁ, ଭକ୍ତ ଚରିତ ପଢନ୍ତୁ, ଅନ୍ୟାନ୍ୟ ସାଧୁ ଋଷିଙ୍କର ସାଧୁ ମୁନିଙ୍କର କଥା ପଢନ୍ତୁ। ଯୋଉ ଯୋଉ ଘଟଣା ଘଟେ, ତାହା କେବଳ କପୋଳ କଳ୍ପିତ କାହାଣୀ ନୁହେଁ, ତାହା ସମସ୍ତଙ୍କ ଜୀବନରେ ଅଙ୍ଗେ ନେବା କାହାଣୀ। ସତରେ ସ୍ୱୟଂ ଯୋଉ ଆମେ ଯାହାକୁ ଆହ୍ୱାନ କରୁଛୁ, ସେ ଗୋଟେ ଶକ୍ତି। ତେଣୁ ଯୋଉ ଶକ୍ତି ସୁରକ୍ଷା ଦେବା ପାଇଁ ରହିଛନ୍ତି, ସେ ହଉଛନ୍ତି ସେଇ ସଚ୍ଚିଦାନନ୍ଦ ପରମପ୍ରଭୁ। ଆମେ ତାଙ୍କୁ ଦିବ୍ୟ ଜନନୀ ବି କହିପାରୁ, ସଚ୍ଚିଦାନନ୍ଦ କହିପାରୁ। ଲୋକେ ବୁଝନ୍ତି ସଚ୍ଚିତ ଆନନ୍ଦ ପରମ ବୋଲି ବୁଝନ୍ତି। ସେଠି ତ କୌଣସି ଲିଙ୍ଗ ଭେଦ ନାହିଁ। ତେଣୁ ସେ କେବଳ ଶକ୍ତି, ଆଦି ଶକ୍ତି, ଯିଏ ଉତ୍ତର ଦିଅନ୍ତି। ଲୋକ ଯିଏ ଯୋଉଭଳି ଭାବରେ ଆହ୍ୱାନ କରନ୍ତି, ସେଇଭଳି ଭାବରେ ତାଙ୍କୁ ଉତ୍ତର ଦିଅନ୍ତି। ଆପଣ ଯଦି କହିବେ ବିଷ୍ଣୁଙ୍କୁ ଆହ୍ୱାନ କରିବେ, ବିଷ୍ଣୁ ରୂପରେ ଆସି ଆପଣଙ୍କୁ ଶକ୍ତି ଦେବେ, ସୁରକ୍ଷା ଦେବେ। ଆପଣ ଯଦି ଶିବଙ୍କୁ ଡାକିବେ, ଶିବ ରୂପରେ ସେଇ ଶକ୍ତି, ସେଇ ଆଦି ଶକ୍ତି ଭିନ୍ନ ଭିନ୍ନ ରୂପରେ ଆପଣଙ୍କୁ ସୁରକ୍ଷା ଦେବେ। ମା ରୂପରେ ଡାକିଲେ ମା ରୂପରେ ଆସିବେ। ଖ୍ରୀଷ୍ଟିଆନ ହେଇକି ମେରି ରୂପରେ ଡାକିଲେ ମେରି ରୂପରେ ଯିବେ। ଏଥେନ୍ସରେ ଗୋଟେ ଲୋକ ଡାକିବେ, ତାଙ୍କର ଦେବୀ ହେଇକି ଯିବେ। ତେଣୁ ଯୋଉଠି ଯିଏ ଡାକିବେ ସେଇଭଳି ଭାବରେ ସେ ଯାଇ ଉତ୍ତର ଦିଅନ୍ତି। ମା ମୋର ଜୀବନ ରକ୍ଷା କଲେ। ଜଣେ ଭକ୍ତ, ତାଙ୍କ ନାମ ଏନ୍। ଏ କାହାଣୀ ଗୁଡ଼ିକରେ ଯୋଉ ଏନ୍ ଟି ଏମିତି ଲେଖାଯାଇଛି, ସେମାନଙ୍କର ନାମକୁ ଉୟ ରଖିବା ପାଇଁ ଦିଆଯାଇଛି ସବୁ। ଜଣେ ଭକ୍ତ, ତାଙ୍କ ନାମ ଏନ୍, ସେ ଦୀର୍ଘ 5 ବର୍ଷ ଧରି ପେପ୍ଟିକ୍ ଅଲସର ରୋଗଗ୍ରସ୍ତ ହୋଇ ବହୁ ଯନ୍ତ୍ରଣା ଭୋଗ କରୁଥାନ୍ତି। ପେଟ ଭିତରେ ଘା ହେଇଥାଏ, ପେପ୍ଟିକ୍ ଅଲସର। ତାଙ୍କର ବହୁ ବେଦନା ହେଉଥାଏ ଏବଂ ସଦାସର୍ବଦା ଅସୁସ୍ଥତା ଭୋଗ କରୁଥାନ୍ତି। ତାର ଏଗୁଡ଼ା ସବୁ ଲକ୍ଷଣ। ପେଟ ଭିତରେ ଘା ହେଲେ ଏସବୁ ସବୁ ଲକ୍ଷଣ। ସେ କେବଳ କ୍ଷୀର ଖାଇ ଜୀବନ ବଞ୍ଚାଇଥାନ୍ତି। 1945 ସେ ଆଶ୍ରମ ପରିଦର୍ଶନରେ ଆସନ୍ତି। ଦିନେ ସକାଳେ ପୁଷ୍ପ ବିତରଣ ସମୟରେ ସେ ମାଙ୍କୁ ପ୍ରାର୍ଥନା କଲେ, ହେ ମୋର ମଧୁମୟୀ ଜନନୀ, ଦୀର୍ଘ 5 ବର୍ଷ ଧରି ମୁଁ ଏହି ଅଲସର ରୋଗ ଭୋଗ କରି ଆସୁଅଛି। ବେଳେ ବେଳେ ଯନ୍ତ୍ରଣା ଏତେ ଗୁରୁତର ହେଇପଡୁଛି ଯେ ମୁଁ ତାକୁ ସହ୍ୟ କରିପାରୁନାହିଁ। ହେ ମା, ମୋତେ ଆରୋଗ୍ୟ କରିଦିଅନ୍ତୁ। ଶ୍ରୀମା ତାଙ୍କୁ ନିର୍ଦ୍ଦିଷ୍ଟ ଭାବରେ କହିଥିଲେ, କୌଣସି ଔଷଧ ତୁମକୁ ଆରୋଗ୍ୟ କରିପାରିବ ନାହିଁ। ସମ୍ପୂର୍ଣ୍ଣ ବିଶ୍ରାମ ନିଅ, ଶାରୀରିକ ଓ ମାନସିକ ଉଭୟର। କଣ କହିଲେ? ସମ୍ପୂର୍ଣ୍ଣ ବିଶ୍ରାମ ନିଅ, ଶାରୀରିକ ଭାବରେ ଏବଂ ମାନସିକ ଭାବରେ, ଉଭୟ ଭାବରେ। ଶ୍ରୀମାଙ୍କର ଏହି ଉପଦେଶ ତାଙ୍କୁ କିପରି ବିଶେଷ ଭଲ ଲାଗିଲା ନାହିଁ।
ସେ ଦୁଃଖିତ ଅନୁଭବ ପୂର୍ବକ ଶ୍ରୀମାଙ୍କୁ ଉତ୍ତର ଦେଲେ, ହେ ମା, ମୁଁ ପରିବାରର ଜ୍ୟେଷ୍ଠ ପୁତ୍ର। ମୋର ବାପା ବହୁତ ବୁଢ଼ା ହୋଇଗଲେଣି। ମୋତେ ଅନ୍ୟାନ୍ୟ ଭାଇ ଭଉଣୀ ମା ସମସ୍ତଙ୍କର ଦେଖା ଚାହାଁ କରିବା ଦରକାର। ମୁଁ ଜଣେ ଗରିବ ଲୋକ ଓ ବ୍ୟବସାୟ କରି ପେଟ ପୋଷେ ମା। ମୁଁ କିପରି ବିଶ୍ରାମ ନେଇପାରିବି? ଶ୍ରୀମା ସବୁ ଶୁଣି ସ୍ମିତହାସ୍ୟ ବଦନରେ ତାଙ୍କୁ ଗୋଟିଏ ଆଶୀର୍ବାଦ ପୁଷ୍ପ ପ୍ରଦାନ କରିଥିଲେ। ସେହି ଦିନଠାରୁ ଏନ୍ ସମ୍ପୂର୍ଣ୍ଣ ରୂପେ ରୋଗମୁକ୍ତ ହୋଇଥିଲେ। ସେ ମାମୁଲି ଖାଦ୍ୟ ଭକ୍ଷଣ କରିବାକୁ ସମର୍ଥ ହେଲେ। ଯଦିଓ 45 ବର୍ଷ ଅତୀତ ହୋଇଗଲା, ତାଙ୍କୁ ଆଉ କେବେ କିଛି ରୋଗ ହୋଇନଥିଲା। ଆଉ ଯନ୍ତ୍ରଣା ଅନୁଭବ କରିନଥିଲେ। ତାହା ସମ୍ପୂର୍ଣ୍ଣ ରୂପେ ଉଭେଇ ଯାଇଥିଲା। ଏନ୍ କୃତଜ୍ଞତାପୂର୍ଣ୍ଣ ଲୋତକ ଭରା ଚକ୍ଷୁରେ କୁହନ୍ତି, ମା ମୋର ଜୀବନ ରକ୍ଷା କରିଦେଲେ। ଏଇଠି ମୁଁ ଆଉ ଗୋଟେ କଥା ବି ମନେ ପକେଇ ଦେଇପାରେ। ମା ବାରମ୍ବାର କୁହନ୍ତି, ଶ୍ରୀଅରବିନ୍ଦ କୁହନ୍ତି ଯେ ଆମେ ଅଲୌକିକତାରେ ବିଶ୍ୱାସ କରୁନାହୁଁ, ମିରାକଲରେ ବିଶ୍ୱାସ କରୁନାହୁଁ। ବାରମ୍ବାର କୁହନ୍ତି। ତେଣୁ ବାହାରକୁ ଦେଖେଇବା ପାଇଁ କେତେବେଳେ କହିଲା ଯେମିତି କରି ଉଭାନ କରିଦେବି, ସେମିତି କରିଦେବି, ମା କେବେ କରନ୍ତି ନାହିଁ। ଶ୍ରୀଅରବିନ୍ଦ କେବେ କରନ୍ତି ନାହିଁ। ତେଣୁ ଅନେକ ଲୋକ ଭାବନ୍ତି ତାଙ୍କର ପାୱାର କିଛି ନାହିଁ। ପ୍ରକୃତରେ ଏଠି ଜଣେ ଯେତେବେଳେ ଦିବ୍ୟ ଜନନୀଙ୍କ ସମ୍ମୁଖକୁ ଯାଉଛି, ସିଏ ଦିବ୍ୟ ଜନନୀ, ସିଏ ତ ସବୁ ଶକ୍ତିର ଉତ୍ସ। ସେ ମିରାକଲ କରିକି ତମକୁ ଖୁସି କରେଇବା ବା ତମକୁ ସନ୍ତୁଷ୍ଟ କରେଇବା କଣ ଦରକାର? କାହିଁ କରିବେ? ଯାଦୁକର ଯାଦୁ ଦେଖାଏ କାହିଁକି ନା ଆମେ ଖୁସି ହଉ। ଆମେ ଖୁସି ହେଲେ ସିଏ କିଛି ରୋଜଗାର ପାଇବ, କିଛି ଅର୍ଥ ପାଇବ, ତାର ରୋଜଗାର ହବ। ସମସ୍ତେ ତ ମାଙ୍କର ସନ୍ତାନ। ଯିଏ ଯୋଉ ଭଳି ଭାବରେ ଅଛନ୍ତି, ମା ତାଙ୍କୁ ସେଇଭଳି ଭାବରେ ଗ୍ରହଣ କରନ୍ତି। ତାର ଅଗ୍ରଗତି ପାଇଁ ସେ ଭିନ୍ନ ଭିନ୍ନ ପରିବେଶ ପରିସ୍ଥିତି ସୃଷ୍ଟି କରନ୍ତି ଏବଂ ତାକୁ ସୁଯୋଗ ଦିଅନ୍ତି। ବାରମ୍ବାର ବାରମ୍ବାର ସୁଯୋଗ ଦିଅନ୍ତି। ସେ କିପରି ନିଜେ ନିଜେ ସଚେତନ ହବ ଏବଂ ଅଗ୍ରଗତି ପାଇଁ ନିଜେ ସଂକଳ୍ପ କରିବ, ନିଜେ ପ୍ରସ୍ତୁତ ହବ। ଯେତେବେଳେ ନିଜେ ସଂକଳ୍ପ କରି ପ୍ରସ୍ତୁତ ହବ, ସେତେବେଳେ ମା ହାତ ବଢେଇ ତାକୁ ଆହୁରି ଅଧିକ ଷ୍ଟେପ ଆଗେଇ ନେଇଯିବେ। କିନ୍ତୁ ସେଇଥିପାଇଁ ଏଠି ଦେଖନ୍ତୁ, ମାଙ୍କୁ ଯେତେବେଳେ ସେ ନିବେଦନ କରୁଛନ୍ତି ଯେ ମା ମୋର ଏଇଟା ଭଲ କରିଦିଅନ୍ତୁ ବୋଲି, ଯେତେବେଳେ ସଂକଳ୍ପ ଶକ୍ତି, ଦୃଢ଼ ନିର୍ଭରତା, ବିଶ୍ୱାସ ସମ୍ପୂର୍ଣ୍ଣ, ଗ୍ରହଣଶୀଳତା ପରିପୂର୍ଣ୍ଣ, ତେବେ ସେ ଯେଉଁ ଶକ୍ତି ଦେବେ ତାହା ଗ୍ରହଣ କରିବାକୁ ଆମେ ସମର୍ଥ ହବୁ। ବାଦ ବି ଆଉ ଗୋଟେ କଥା ରହିଛି। ଆମର ଅଗ୍ରଗତି ପାଇଁ କଣ ପରିବେଶଟେ ଦରକାର, ସେ ବିଷୟ ମା ଆମଠାରୁ ବେଶୀ ଭଲ ଭାବେ ଜାଣିଛନ୍ତି। ଯେମିତି କଥାରେ କୁହାଯାଏ, ଯେତେବେଳେ ଯେ ପର୍ଯ୍ୟନ୍ତ ଯୋଉ ଜିନିଷଟି ମୁଁ ଶିଖି ନାହିଁ, ସେଇ ପୁରୁଣା କଥା, ଘଷା ପିଠା କଥା ହେଲେ ବି, ଆପଣ ଯେ ପର୍ଯ୍ୟନ୍ତ ଲେଖି ଶିଖିନାହାନ୍ତି, ସେ ପର୍ଯ୍ୟନ୍ତ ଆପଣଙ୍କୁ ମଡେଇବାକୁ କୁହାଯିବ। ଆପଣ ସେଠି ତ୍ରାହି ମାଗିଲେ ତ୍ରାହି ଆପଣଙ୍କୁ ଦିଆଯିବ ନାହିଁ। ମଡେଇ ସାରି ଶିଖିଗଲା ପରେ ଆଉ ମଡେଇବାକୁ କୁହାଯାଏ ନାହିଁ, ଆପଣଙ୍କୁ ହର୍ଷେଇ ଦୀର୍ଘଇ କୁହାଯିବ। ଧୀରେ ଧୀରେ ବଢିବ। ତେଣୁ ଆପଣ କହିବେ ମୁଁ ଶିଖିବାକୁ ଚାହୁଁନି, ତେଣୁ ମା କଣ କରିବେ? ଆଉ ଶିଖେଇବେ ନାହିଁ। ସେମିତି ହୁଏ ନାହିଁ। ଯାହାର ଯାହା ଆବଶ୍ୟକ ଅଗ୍ରଗତି ପାଇଁ ସେ ଦାୟିତ୍ୱ ମାଙ୍କର। ତେଣୁ କେତେବେଳେ କଣ ସେ କରନ୍ତି ତାହା ଆପଣ ଗ୍ରହଣ କରନ୍ତୁ ବା ନ କରନ୍ତୁ, ଯେହେତୁ ସେ ମା, ତାଙ୍କର ସେଥିରେ କିଛି ବ୍ୟସ୍ତ ବିବ୍ରତା ନଥାଏ ଯେ ତୁମେ ତାଙ୍କୁ ଗ୍ରହଣ କଲ କି ତାଙ୍କୁ ପ୍ରତ୍ୟାଖ୍ୟାନ କଲ। ସେ ଅପେକ୍ଷା କରନ୍ତି ଆମର ପ୍ରସ୍ତୁତି। ମା ଆଉ ଗୋଟେ ବିଷୟ ରହିଛି, ମହାକାଳୀ କାର୍ଯ୍ୟ। ଫୁଲା ରୋଗ। ଜଣେ ଆଶ୍ରମ ବାସିନ୍ଦା, ତାଙ୍କର ଦାନ୍ତ ପୋକ କାଟି ଯନ୍ତ୍ରଣା ହେଉଥାଏ, ତାଙ୍କର ଗାଲ ଫୁଲି ଯାଇଥାଏ। ସେ ଯାଇ ଶ୍ରୀମାଙ୍କୁ ଏବଂ ନଳିନଦାଙ୍କୁ ଖବରଟି ଶୁଣାଇ ଦେଲେ। ଯେତେବେଳେ ପ୍ରଣାମ ନିବେଦନ ପାଇଁ ଶ୍ରୀମାଙ୍କ ନିକଟରେ ଉପସ୍ଥିତ ହେଲେ, ମା ହଠାତ୍ ତାଙ୍କର ଗୋଟିଏ ହାତକୁ ନିଜ ହାତରେ ଧରିଲେ ଓ ଅନ୍ୟ ହାତରେ ଖୁବ୍ ଜୋର କରି ଏକ ଥାପଡ଼ ସେ ଫୁଲିଥିବା ଗାଲରେ ଦେଲେ। ମାନେ ସେ ପ୍ରଣାମ କରିବାକୁ ଆସିଛନ୍ତି, ମା ଧରିଲେ ଗୋଟେ ହାତକୁ।
ବାଁ ହାତକୁ ଧରାଯାଉ ଏମିତି ଧରି ପକେଇଲେ, କାହିଁକି ନା କାଳେ ଛାଡି ଛୁଡି ପଳେଇବ। ବାଡେଇବେ ନା, ଚାପୁଡା ମାରିବେ ନା। ଚାପୁଡା ମାରିଲା ହାତଟା ଉଠଉ ଉଠଉ ଆମେ ପଳେଇବୁ ନା, କଣ ମାରିବାକୁ ଆଇଲେଣି। ମା ଭଲ କି ଧରିଦେଲେ, ହାତକୁ ଜାବୁଡ଼ିକି ଧରିଦେଲେ, ଧରିଦେଇକି ଡାହାଣ ହାତରେ କଷିକି ଗୋଟେ ଚାପୁଡା ଦେଲେ। ଦେଖନ୍ତୁ ଏଠି ତ କୋଉ ହାତ ଲେଖା ହେଇନି, ମୁଁ ଏଟା ବର୍ଣ୍ଣନା କରୁଛି। ଗୋଟେ ହାତରେ ମା ଧରିଲେ, ଅନ୍ୟ ହାତରେ ଯୋଉ ଗାଲଟିରେ ଫୁଲା ହେଇଥିଲା ସେଇ ଗାଲରେ ଭଲ କି ସୁନ୍ଦରିଆ ଚଟକଣଟେ ଗୋଟେ ଦେଲେ। ଖୁବ ଜୋର କରି ଏକ ଥାପଡ଼ ସେଇ ଫୁଲିଥିବା ଗାଲରେ ଦେଲେ। ସେ ଚମିକ ପଡି ପଛକୁ ହଟି ଆସିଲେ, କାଳେ ହଟିଯିବେ, ସେଇଥିପାଇଁ ମା ଧରିଥିଲେ। ଓ ଭାବିଲେ ମା ହେଉଛନ୍ତି ମୋର ଶତ୍ରୁ। ସାମାନ୍ୟ କଣ୍ଟାଟିଏ କାଢିଲା ବେଳେ ଆମେ ବେଳେ ବେଳେ ଦେଖୁ, ଆମେ ତ ନିଜେ ବି ଚିତ୍କାର କରୁ, ଯେ ଉ ଆ ଏମିତି ହାତ ଟାଣି ନଉଥିବ ନାଇଁ କି। ଗାଲଟି ଫୁଲିଛି, ଯୋଉ ଯନ୍ତ୍ରଣା ହଉଥିବ, ତା ଦେହରେ ମା ଧରିକିରି ଜୋର କରି ଥାପଡଟେ ଦେଲେ। ସିଏ ପଛକୁ ହଟି ଆସିଲେ ଆଉ ଭାବିଲେ ମା ହେଉଛନ୍ତି ମୋର ଶତ୍ରୁ। ମୁଁ ଆଉ ଆଶ୍ରମରେ ରହିବି ନାହିଁ, ଆର ଟ୍ରେନରେ ଆଶ୍ରମ ଛାଡି ଚାଲିଯିବି। ଖୁବ ଉତ୍ତେଜିତ ହୋଇଯାଇଥିଲେ, କିନ୍ତୁ ରାଗିକି ତମତମ ହେଇକି କହିଲେ, କି ମା, ଏକରେ କଷ୍ଟ ହଉଛି, ସେଇ ଗାଲକୁ ପୁଣି ମାରୁଛନ୍ତି। ସେମାନେ ତାଙ୍କୁ କିନ୍ତୁ କିଛି ସମୟ ପରେ ପାଖରେ ଯୋଉମାନେ ଥିଲେ ତାଙ୍କୁ ପଚାରିଲେ, ଆରେ ତୁମର ଗାଲ ଫୁଲା କେଉଁଆଡେ ଗଲା? ଏମ୍ ହଠାତ୍ ନିଜକୁ ଚେକ୍ କରିନେଲେ, ସତ କଥା ତ, ତାଙ୍କର ଦାନ୍ତର ସମସ୍ତ ଯନ୍ତ୍ରଣା ନାହିଁ, ଗାଲ ଫୁଲା କୁଆଡେ ଉଭେଇ ଯାଇଛି, ନର୍ମାଲ ହେଇଯାଇଛନ୍ତି। ଏଇଟାର ହେଡିଙ୍ଗ ସେ ଲେଖିଛନ୍ତି ମହାକାଳୀ କାର୍ଯ୍ୟ। ମହାକାଳୀ ଯେତେବେଳେ କାମ କରନ୍ତି ତାଙ୍କ କାର୍ଯ୍ୟଟି ଅତି ତୀବ୍ର ହୁଏ। ସେଇଥିପାଇଁ ଲେଖା ହେଇଛି, ଶ୍ରୀ ପ୍ରଭୁ ଲେଖିଛନ୍ତି, ଶ୍ରୀମନ୍ଦ ଲେଖିଛନ୍ତି, ମହାକାଳୀଙ୍କର କାମ କଣ? ଯାହା କେତେ ଶତାବ୍ଦୀ ଶତାବ୍ଦୀ ଲାଗିଥାନ୍ତା, ଦଶନ୍ଧି ଦଶନ୍ଧି ଲାଗିଥାନ୍ତା, ତାହା ସେ କ୍ଷଣକରେ କରିଦିଅନ୍ତି। ତେଣୁ ଇଏ ହଉଛି ମହାକାଳୀଙ୍କର କାର୍ଯ୍ୟ। ଗୋଟେ ଚାପୁଡାରେ ଗାଲ ଫୁଲା ପଳେଇଲା, କିନ୍ତୁ ସେଇ ମୁହୂର୍ତ୍ତରେ ଆମେ ଯନ୍ତ୍ରଣାରେ ଭାବୁ ମା ହଉଛନ୍ତି ଆମର ପ୍ରଥମ ଶତ୍ରୁ। ସେଇଥିପାଇଁ ପୂର୍ବରୁ ଯୋଉ ଏକ୍ଜାମ୍ପଲଟା ଆମେ ଆରମ୍ଭ କରୁଥିଲେ, ମା କାହା ପାଇଁ କଣ ଆବଶ୍ୟକ, କେତେ ବାଟ ସେ ପ୍ରସ୍ତୁତ ହେଇଛି, ସେଇ ଅନୁସାରେ ତାକୁ ଉତ୍ତର ଦିଅନ୍ତି। ଆମେ ତାକୁ ଭାଗ୍ୟର ନିନ୍ଦା ଦବା କରିବା, କିମ୍ବା ସୌଭାଗ୍ୟ ବୋଲି ମନେ କରିବା, ଇଏ ସବୁ ହଉଛି ଆମ ଉପରେ ନିର୍ଭର କରୁଛି। କିନ୍ତୁ ଆମେ ପ୍ରାର୍ଥନା କରିବା, ମାଙ୍କର ଉପସ୍ଥିତି ଆମ ପାଖରେ ସବୁବେଳେ ରହୁ। ମାଙ୍କର ଉପସ୍ଥିତି ଯଦି ମୋ ପାଖରେ ସବୁବେଳେ ରହିଲା, ମାଙ୍କ ଚେତନାରେ ମୁଁ ଯଦି ବଞ୍ଚିବାକୁ ଆରମ୍ଭ କଲି, ଚେଷ୍ଟା କଲି, ମାଙ୍କ ଦ୍ୱାରା ପରିଚାଳିତ ହବା ପାଇଁ ମୁଁ ଯଦି ଚେଷ୍ଟା କଲି, ସେଥିପାଇଁ ପ୍ରଥମ ଆବଶ୍ୟକତା ହଉଛି ଚୈତ୍ୟସତା ଆବିଷ୍କାର। ଏକଥା ଆମେ ଜାଣିଛୁ। ଅନ୍ତରାତ୍ମା ଆବିଷ୍କାର, ଚୈତ୍ୟସତାକୁ ବୃଦ୍ଧି କରିବା ପାଇଁ ନିଜକୁ ପ୍ରସ୍ତୁତ କରିବା, ମାଙ୍କୁ ଆହ୍ୱାନ କରିବା, ମା ମୋର ଚୈତ୍ୟସତା ଆବିଷ୍କାର କରିଦିଅନ୍ତୁ, ଯଦ୍ୱାରା ମାଙ୍କ ସହିତ ମୋର ସମ୍ପର୍କ ସୁଦୃଢ ଏବଂ ସ୍ଥିର ସବୁ ସମୟ ପାଇଁ ହେଇପାରିବ। ମା, ଆମେ ଏଠି ସାରିବା। Ma, thank you all, Robert.